ରୁଷିଆର ହାତ ଛାଡ଼ିଲେ ବନ୍ଧୁ ଦେଶ, ପୁଟିନକୁ ମିଳିଲା ବଡ଼ ଝଟକା। ରୁଷିଆକୁ ଛାଡ଼ି ୟୁରୋପକୁ ସମର୍ଥନ କଲା ବାଲ୍ଟିକ୍ ଦେଶ। ଯୁଦ୍ଧ ପାଇଁ ରୁଷିଆକୁ ଖରାପ କହିଲା ପଡ଼ୋଶୀ ବନ୍ଧୁ। ଦୀର୍ଘ ଦିନର ବନ୍ଧୁତାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ରୁଷିଆର ହାତ ଛାଡ଼ିଛି ପଡ଼ୋଶୀ ବାଲ୍ଟିକ୍ ଦେଶ। 1991 ମସିହାରୁ ଏହି ଦେଶକୁ ରୁଷିଆ ବିଦ୍ୟୁତ୍ ଯୋଗାଣ କରିଆସୁଥିଲା। ମାତ୍ର ଏବେ ରୁଷିଆଠାରୁ କୌଣସି ସହାୟତା ନେବ ନାହିଁ ବୋଲି ଏହି ଦେଶ ମନା କରିଦେଇଛି। ଆଗରୁ ମଧ୍ୟ ଏହି ଦେଶ ରୁଷିଆ ୟୁକ୍ରେନ ଯୁଦ୍ଧକୁ ବିରୋଧ କରିଆସୁଛି। ଦୁଇ ଦେଶର ଯୁଦ୍ଧ ମଧ୍ୟରେ ୟୁକ୍ରେନ ପୂରା ଧ୍ୱଂସ ହୋଇସାରିଥିବା ବେଳେ ରୁଷିଆକୁ ଏହି ଯୁଦ୍ଧ ବନ୍ଦ କରିବାକୁ ଚାହୁଁଥିଲା ବାଲ୍ଟିକ୍ ଦେଶ। ମାତ୍ର ରୁଷିଆ ଏପରି ନ କରିବାରୁ ଏବେ ରୁଷିଆଠାରୁ ସବୁ ସମ୍ପର୍କ ଛିନ୍ନ କରିଛି ଏହି ଦେଶ। ସୂଚନାଯୋଗ୍ୟ ଯେ 1991ରେ ୟୁଏସ୍ଏସ୍ଆର୍ ଦେଶ ଅନେକ ଭାଗରେ ବିଭକ୍ତ ହୋଇଥିଲା। ଏଥିରୁ 15ଟି ନୂଆ ଦେଶ ସୃଷ୍ଟି ହୋଇଥିଲା। ଏଥିରେ ରୁଷିଆ ମଧ୍ୟ ଏକ ନୂଆ ଦେଶ ଭାବେ ଜନ୍ମ ନେଇଥିଲା। ତେବେ ଯଦି ଦେଖିବା ଏ ସମସ୍ତ ଦେଶ ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ଥିଲା ରୁଷିଆ। ଏହାର ଅର୍ଥନୀତି ମଧ୍ୟ ବହୁ ସୁଦୃଢ଼ ଥିଲା। ଏହାଛଡ଼ା ଅନ୍ୟାନ୍ୟ 14 ଦେଶ ରୁଷିଆ ଉପରେ ପ୍ରାୟ ସମସ୍ତ ଜିନିଷ ପାଇଁ ନିର୍ଭର କରୁଥିଲେ। ତେବେ ଏଥିରେ ଥିବା 3 ଦେଶକୁ ବାଲ୍ଟିକ୍ ଦେଶ ବୋଲି କୁହାଯାଏ। ଇଷ୍ଟୋନିଆ, ଲାତ୍ଭିଆ ଓ ଲିଥୁଆନିଆକୁ ବାଲ୍ଟିକ୍ ଦେଶ ଭାବେ ବିଶ୍ୱରେ ପରିଚୟ ମିଳିଛି। ତେବେ ନିକଟରେ ଏହି 3 ଦେଶ ରୁଷିଆ ସହ ଥିବା ଦୀର୍ଘ ଦିନର ବନ୍ଧୁତାକୁ ପଛରେ ପକାଇଛନ୍ତି ଓ ୟୁରୋପିଆନ୍ ୟୁନିୟନ ସହ ହାତ ମିଶାଇଛନ୍ତି। ଏପରିକି ରୁଷିଆରୁ ନେଉଥିବା ଇଲେକ୍ଟ୍ରିସିଟି ନେବା ପାଇଁ ମନା କରିଦେଇଛନ୍ତି। ଏହାଛଡ଼ା ଗ୍ୟାସ୍ ଓ ଅଶୋଧିତ ତୈଳ ଭଳି ସମସ୍ତ ଦ୍ରବ୍ୟ ମଧ୍ୟ ରୁଷିଆରୁ ଆମଦାନୀ କରିବା ପାଇଁ କମାଇ ଦେଇଛନ୍ତି। ତେବେ ଏହାର ବଡ଼ ପ୍ରଭାବ ରୁଷିଆର ଅର୍ଥନୀତି ଉପରେ ପଡ଼ିବ। ଅନ୍ୟପଟେ ଯଦି ଦେଖିବା ଏହି 3 ଦେଶ ନାଟୋ ସଂଗଠନର ଅଂଶ ହୋଇସାରିଛନ୍ତି। ଏଣୁ ସ୍ୱାଭାବିକ ଏମାନେ ରୁଷିଆକୁ ବିରୋଧ କରିବେ, କାରଣ ନାଟୋ ପ୍ରଥମରୁ ହିଁ ଯୁଦ୍ଧ ପାଇଁ ରୁଷିଆକୁ ଦୃଢ଼ ଭାବେ ବିରୋଧ କରିଆସୁଛି। ବ୍ୟୁରୋ ରିପୋର୍ଟ, ସମୟ ଲାଇଭ୍।